ମୁଁ ଆଜି ପ୍ରସ୍ତୁତ କରୁଛି ବେସନ ଲଡ଼ୁ। ରାକ୍ଷୀ ପୂର୍ଣ୍ଣିମାରେ ବେସନ ଲଡ଼ୁ ପ୍ରସ୍ତୁତ କରୁଛି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଏଠି ଏ ତାଟିଆରେ 2 ତାଟିଆ ବେସନ ନେଇଛି, 1 ଚାମଚ ଘିଅ ନେଇଛି, ଆଉ 2 ଚାମଚ କ୍ଷୀର ନେଇଛି। ମୁଁ ତାକୁ ଗୋଳେଇ ଦେଇଛି ବେସନ, କ୍ଷୀର ଆଉ ଘିଅକୁ ସବୁକୁ ମୋ ହାତରେ ଏମିତି ଗୋଳେଇ ଦେଲି। ଗୋଳେଇ ଦେଇକି 2 ହାତରେ ମୁଁ ଘଷିଛି, କାହିଁକିନା ଯେହେତୁ ବେସନକୁ ଆମର 2 ହାତରେ ଆମେ ଘଷିକି ତାକୁ ସବୁଆଡ଼େ ମିଶାଇ ପାରିବା, ନହେଲେ ବିଣ୍ଡା 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 ଟାଇପ୍ର ହେଇଯିବ। ଆମେ ତାକୁ 2 ହାତରେ ଏମିତି ଏମିତି କରିକି ତାକୁ ଘଷିବା, ଗୋଟେ ତସଲାରେ ଏମିତି କରିକି ଘଷିବା। ମୁଁ ଏଠି ପୁରା ଯେମିତି ଚାରିଆଡ଼େ ବେସନଟା ଯେମିତି ଘିଅ ହେଇଯିବ, ମୁଁ ସେଇ ଟାଇପ୍ରେ ଏଠି ବେସନକୁ ଘଷି ଦେଇଛି। ଏଠି ଗୋଟେ ପ୍ୟାନ୍ ବସାଇଲି, ସେଥିରେ 1 ତାଟିଆ, ଯେଉଁ ତାଟିଆରେ 2 ତାଟିଆ ବେସନ ନେଇଥିଲି ସେମିତି ତାଟିଆରେ 1 ତାଟିଆ ଚିନି ନେଇଛି। ସେଇଥିରେ 1/3 କପ୍ ବା 3/4 ଭାଗରୁ ମୁଁ 1 ଭାଗ ନେଇଛି ପାଣି ଦେଇକି ମୁଁ ଏମିତି ତାକୁ ଗୋଳେଇଛି। 1/3 କପ୍ ଏଠି ନେଇଛି ପାଣି ନେଇକି ଆମେ ଏମିତି ଗୋଳେଇଛି। ଆଉ ସେଥିରେ 1 ଚାମଚ ଧଳା ଧଳା ହେଇ ଆସିଲା ବେଳକୁ 1 ଚାମଚ ଘିଅ ପକାଇଦେବା, ଯେମିତି ଚିନି ମେଲ୍ଟ କରିଗଲା ପରେ। ତାପରେ ମୁଁ ତାକୁ ଏଠି ଗୋଳେଇଛି ଭଲ ଭାବରେ, ଯେମିତି ଜମା ଛାଡ଼ିବେନି, କାହିଁକିନା ବିଣ୍ଡା ହେଇଯିବ। ଆମେ ତାକୁ ଏମିତି ଗୋଳେଇବା, ବେସନ ମାନେ ଚିନି ପାଣିକୁ ଏମିତି ଗୋଳେଇବା। ଦେଖନ୍ତୁ କେମିତି ପୁରା ଧଳା ଧଳା ହେଇଗଲାଣି। ଏଇ ଟାଇପ୍ର ମୋର ମାନେ ଚିନିଟା ହେବ, ଯେହେତୁ ତାର ପାଣି ଅଂଶ, ଜଳୀୟ ଅଂଶ ବା ପାଣି ଅଂଶ ଶୁଖିଯାଉଛି। ଏମିତି ଚିନିଟାକୁ ଏମିତି ଟାଇପ୍ର ହେବ। ଆମେ ତାକୁ ଏଇ ଟାଇମ୍ରେ କି ଗୋଳେଇବା, ଜମା ଛାଡ଼ିବାନି। ଛାଡ଼ିଲା ମାନେ ସେ ବିଣ୍ଡା ବିଣ୍ଡା ବା ଟାଣ ଟାଣ ହେଇଯିବ। ଏମିତି ଝୁରା ଝୁରା ଟାଇପ୍ର ହେଇଗଲା। ମୁଁ ତାକୁ ଏମିତି ଏଇ ଟାଇପ୍ର ମୁଁ କରୁଛି। ଏଠି ତଥାପି ଦେଖିବେ ଲାଗିଯାଉଛି ଟିକେ ଟିକେ ତଳୁ ତଳୁ। ନନ୍ଷ୍ଟିକ୍ରେ କରିବେ ଯେତେ ଭଲ ହେବ। ମୁଁ ତାକୁ ଏଇ ମ୍ୟାସର ସାହାଯ୍ୟରେ ମୁଁ ତାକୁ ଏମିତି କୁଟି ଦେଉଛି, ହେଲେ ଚିନିଟା ପୁରା ପାଲିସ ହେଇଯିବ। ଏଇ ଟାଇପ୍ର ମୁଁ ପେଶି ଦେଇଛି। ତାପରେ ମୁଁ ଯେଉଁ ବେସନକୁ ରଖିଥିଲି ତାକୁ ଗୋଟେ ଛଙ୍କା ବା ଇଏରେ ମୁଁ ତାକୁ ଚଲେଇ ଦେଇଛି, ଚଲା ସାହାଯ୍ୟରେ ମୁଁ ତାକୁ ଚଲେଇ ଦେଇଛି। କାହିଁକିନା ବେସନରେ ଆମେ ଯେମିତି ଗୋଳେଇଥିବା ଘିଅ ଆଉ କ୍ଷୀରକୁ ସେ ଯେମିତି ପୁରା ପରଫେକ୍ଟ ପୁରା ଗୁଣ୍ଡ ଗୁଣ୍ଡ ହେଇକି ତଳୁ ଖଦଡ଼ା ଅଂଶ ଯଦି ଟିକେ ଥିବ ଆମେ ତାକୁ ଫିଙ୍ଗିଦେବା। ଯେତେ ପାଲିସ ହେବ ବେସନଟା ସେତେ ବେସନ ଲଡ଼ୁଟା ଟେଷ୍ଟ ଆସିବ। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ମୁଁ ଏତିକି ଖଦଡ଼ା ରହିଲା, ମୁଁ ତାକୁ ଏମିତି କରିକି ତାପରେ ମୁଁ ତାକୁ ଫିଙ୍ଗି ଦେଇଛି ଖଦଡ଼ାକୁ। ମୁଁ ଏଠି 1/2 ତାଟିଆ ନେଇଛି ଘିଅ। ମୁଁ ଯେଉଁ ନେଇଥିଲି ତାଟିଆ, ସେଇ ତାଟିଆରେ 1/2 ତାଟିଆ ନେଇଛି ଘିଅ ଦେଇକି ଘିଅକୁ ଗରମ କରିଦେବା। ବେଶୀ ମାନେ ଟିକେ ଗରମ ହୋଇଗଲେ, ଘିଅ ମାନେ ମେଲ୍ଟ କରିଗଲେ, ଆମେ ସେଥିରେ ବେସନକୁ ଯେଉଁ ଚଲେଇକି ରଖିଥିବା ସେ ବେସନକୁ ପକାଇଦେବା। ପକାଇକି ଆମେ ତାକୁ ଭଲ ଭାବରେ ଗୋଳେଇବା, ଯେମିତି ବେସନ ଘିଅ ସାଙ୍ଗରେ ପୁରା ପରଫେକ୍ଟ ମିଶିଯିବ। ପୁରା ଏଇ ଟାଇପ୍ର ମେଜରମେଣ୍ଟରେ କରିବେ। ଆଉ ଆପଣ ଦେଖନ୍ତୁ ବେସନ ଲଡ଼ୁ କେତେ ସୁନ୍ଦର ଭାବରେ ହେବ। ଆଉ ସବୁବେଳେ ସ୍ଲୋ ରଖିଥିବେ ଚୁଲିଟା, କାହିଁକିନା ବେସନ ଯେମିତି ପୋଡ଼ିଯିବ ନ ପୋଡ଼ିଯିବ, ନହେଲେ ଜୋରରେ ରଖିଲେ ବେସନ ପୋଡ଼ିଯିବ, ତାର କଲର୍ ଚେଞ୍ଜ ହେଇଯିବ। ସେଥିପାଇଁ ବେସନଟାକୁ ଆମେ ଭାଜିବା, ସ୍ଲୋରେ ହିଁ ଭାଜିବା। 15 ମିନିଟ୍ ପାଖାପାଖି, 15ରୁ 20 ମିନିଟ୍ ଏମିତି ସ୍ଲୋରେ ଆମେ ବେସନକୁ ଭାଜିବା। ଯେତେ ଜମା ଛାଡ଼ିବେନି, ଏମିତି ଭାଜିବେ। ତାହେଲେ ବେସନ ଆପେ ଆପେ ତାର ଘିଅ ମାନେ ଛାଡ଼ିବ, ବେସନ ଆପେ ଆପେ ମାନେ ପାଣି ପାଣି ଟାଇପ୍ର ହୋଇଯିବ। ଯଦି ମେଜରମେଣ୍ଟ ଅନୁସାରେ ଘିଅ ଦେଇଥିବେ, ମାନେ ଦେଖନ୍ତୁ କେମିତି ବେସନ ହେଉଛି। ବେସନକୁ ଆମେ ଭାଜିକି କିପରି କରୁଛନ୍ତି, କିନ୍ତୁ ମିଡ଼ିୟମ୍ କି ହାଇରେ ଦେବେନି, ସ୍ଲୋରେ ହିଁ ଦିଆହେବ ଗ୍ୟାସ୍ ଫ୍ଲେମ୍। ଏଇ ଟାଇପ୍ର ଚଲେଇବେ ବେସନକୁ ବା ଘାଣ୍ଟିବେ।
କେମିତି ପାଣି ପାଣି ହେଇ ଆସିଲାଣି। ବେସନକୁ ଆମେ ଯେତେ ଯେତେ ସ୍ଲୋରେ ଭାଜିବା ସେତେ ସେତେ ତା'ର ତେଲ ଅଂଶଟା ବେସନ ଭାଜି ହେଇଯାଇକି ତା'ର ତେଲ ଅଂଶ ବା ଘିଅ ଅଂଶଟା ବାହାରକୁ ବାହାରି ଆସିବ। ଜଣା ପଡ଼ିଯିବ ବେସନ ଭାଜି ହୋଇଗଲା। ଆଉ ତା'ର ବାସ୍ନାଟା ବହୁତ ସୁନ୍ଦର ବାସ୍ନା ଆସିବ। ବାସ୍ନା ଚେଞ୍ଜ ହେଇକି ମାନେ ଅଲଗା ଟାଇପ୍ର ବାସ୍ନା ଆସିବ। ଆପଣ ଜାଣିପାରିବେ ଯେ ମୋର ହେଇଗଲାଣି ବେସନ। ଦେଖନ୍ତୁ ପୁରା କେମିତି ପୁରା ପାଣି ପାଣି ହେଇଗଲାଣି। ବୋଲି ଟିକେ ପାଣି ଛିଞ୍ଚିଛି। ଏମିତି 2ରୁ 3 ଥର ଟିକେ ଟିକେ ଆମେ ଏମିତି ବେସନ ଯେମିତି ମେଲ୍ଟ ପୁରା କରି ଆସିଲା ବେଳକୁ ପାଣି ମାନେ ତା ଦେହରେ ପାଣି ଟିକେ 2ରୁ 3 ଥର ଏମିତି ଛିଞ୍ଚି ଦେବା। କିନ୍ତୁ ସ୍ଲୋରେ ରଖିଥିବା। ମାନେ ଗ୍ୟାସ୍ ଆମେ ହାଇକି ଜୋରରେ ବା ମିଡ଼ିୟମରେ ଦେବାନି। ଏମିତି ସ୍ଲୋରେ ରଖିକି ଏମିତି ବେସନକୁ ଚଲାଉଥିବା। 2ରୁ 3 ଥର ପାଣି ଦେଇଦେବା। ଦେଇକି ଆମର ବେସନଟା ପରଫେକ୍ଟ ହୋଇଗଲାଣି। ଆମେ ତାକୁ କେମିତି ଗୋଟେ କାଢ଼ିବା ପାତ୍ରରେ ବା ଥାଳିରେ ଥଣ୍ଡା କରିଦେବା। ଥାଳିରେ କାଢ଼ିକି ମୁଁ ଏଠି ଗୋଟେ ଥାଳି ନେଇଛି। ସେ ଥାଳିରେ ଏଠି କାଢ଼ିକି ତାକୁ ଥଣ୍ଡା କରିଦେଇଛି। ମାନେ ଆମେ କାଢ଼ିକି ଥଣ୍ଡା ନ କଲେ ଆମେ ଯେତେବେଳେ ଚିନି ପକାଇବା ସେତେବେଳେ ସେ ଚିନିଟା ମେଲ୍ଟ କରିକି ପାଣି ପାଣି ହେଇଯିବ। ସେଥିପାଇଁ ଥଣ୍ଡା ହେଇଗଲା ପରେ ମୁଁ ସେଠି ଥଣ୍ଡା ହେଇଗଲା ପରେ ନଖ ଉଷୁମ ହେଲା ପରେ ମୁଁ ଏଠି ଚିନିଟା ଯେଉଁ କରିଥିଲି ଯେଉଁ ପାଣି ଦେଇକି ସେଇଟାକୁ ମୁଁ ଏଠି ପକାଇବି। ବୁରାଦା ଏଠି ପକାଇଛି। ପକାଇକି ତାକୁ ମୁଁ ଗୋଳେଇ ଦେଇଛି। ହାତରେ ଏମିତି ପୁରା ଗୋଳେଇ ଦେଇଛି। ପୁରା ମିଶାଇ ଦେଇଛି। ଏମିତି ନଖ ଉଷୁମ ଅଛି। ମୁଁ ଏଇଥିରେ ହିଁ ଲଡ଼ୁ ପ୍ରସ୍ତୁତ କରିଛି ବା ତିଆରି କରିଛି। ଦେଖନ୍ତୁ ମୁଁ କେମିତି ଲଡ଼ୁ କରିଛି। ଲଡ଼ୁ ତ ସମସ୍ତେ ଜାଣନ୍ତି, କିନ୍ତୁ ଏମିତି ମୁଠେଇ ମୁଠେଇ ଟାଇପ୍ର କରିକି ଆମେ ଲଡ଼ୁକୁ ପୁରା ପାଲିସ ଭାବରେ ଗୋଟେ ଗୋଟେ କରିକି ରଖିବା। ଏହିପରି ପ୍ରସ୍ତୁତ କରିକି ଠାକୁରଙ୍କ ପାଖରେ ଭୋଗ ଲଗାଇ ପାରିବା। କିଏ ଗେଷ୍ଟ ଆସିଲେ ତାଙ୍କୁ ବି ଦେଇପାରିବା। ଆପଣ ଏହିପରି ଥରେ କରିକି ଲଡ଼ୁ ମୋତେ କମେଣ୍ଟରେ ଜଣାଇବେ କିପରି ଟେଷ୍ଟ କେମିତି ହେଇଥିଲା। କିନ୍ତୁ ଜମା ଜୋରରେ ଦେବେନି, ସ୍ଲୋରେ ଦେବେ। ଗ୍ୟାସ୍ ଦେଲା ନହେଲେ କଲର୍ ଚେଞ୍ଜ ହେଇଯିବ। ଏଇ ଯେଉଁ ୟେଲୋ ୟେଲୋ କଲର୍ ଆସିଛି ସେଇଟା ଅଟା ଟାଇପ୍ର ବ୍ରାଉନିସ୍ ଟାଇପ୍ର କଲର୍ଟା ଆସିଯିବ। ପୁରା ୟେଲୋ ୟେଲୋ ଯେମିତି